20 ବର୍ଷଟା କିଛି ଗୋଟେ ନିର୍ଦ୍ଦିଷ୍ଟ ଚିନ୍ତା କରିବା ପାଇଁ କିଛି କମ୍ ବୟସ ନୁହେଁ, କିନ୍ତୁ କଥା ହେଉଛି କାହିଁକି ସେମାନେ ଏମିତି ନିଷ୍ପତ୍ତି ନେଉଛନ୍ତି। ପରିବେଶ ଏମିତି ଯୋଗାଇବା ଦରକାର ତାଙ୍କ ପିଲା ମାନଙ୍କ ପାଖରେ ଯେ ସେମାନେ ଯେମିତି ତାଙ୍କର ସବୁ କଥାକୁ ଖୋଲାଖୋଲି ଭାବରେ ବାପା ମା ସାଙ୍ଗରେ ଆଲୋଚନା କରିପାରିବେ। ସେମାନଙ୍କର ବାପା ମା ଉପରେ ବିଶ୍ୱାସ ନ ଆସିବା ମୁଁ ହେଉଛି ଏମିତି ଗୋଟେ ଜଘନ୍ୟ ଅପରାଧର ଜନ୍ମ ଦେଲା। ଭଗତ ସିଂ 23 ବର୍ଷରେ ଫାଶୀ ଯାଇଥିଲେ ଦେଶ ପାଇଁ, ବାଜିରାଓ 14 ବର୍ଷର ଦେଶ ପାଇଁ ଲଢ଼ିଛନ୍ତି। ସୁତରାଂ 20 ବର୍ଷ ବୟସଟା କିଛି ଛୋଟ ବୟସ ନୁହେଁ। ପ୍ଲାନ୍ କଲେ କାହିଁକି ଭାବିଲେ ଯେ ମୁଁ ଚେତନକୁ ବାହାଇ ପାରିବି ନାହିଁ। ଯାହାର ବାପା ମା ଜାଣିଥିଲେ ଯେ ତାଙ୍କର ସମ୍ପର୍କ ଅଛି, ଯଦି ଜାଣିଥିଲେ ତାହେଲେ କାହିଁକି ସେ ଝିଅକୁ ବାଧ୍ୟ କରୁଥିଲେ। ଦେଖନ୍ତୁ ଏମିତି ଗୋଟେ ନିଷ୍ପତ୍ତି କୁ ତ ଗ୍ରହଣ କରାଯାଇପାରିବନି, ନିନ୍ଦନୀୟ ଘଟଣା। କିନ୍ତୁ କେଉଁଠି ନା କେଉଁଠି ଯେଉଁ ସାମାଜିକ ଯେଉଁ ବ୍ୟବସ୍ଥା ରହୁଛି ତାର ପ୍ରଭାବ ପିଲାମାନଙ୍କ ଉପରେ ପଡ଼ୁଛି। ଗୋଟେ 20 ବର୍ଷର ଝିଅ ସେ ମନା କରିଦେଇ ପାରିଥାନ୍ତା, କିନ୍ତୁ କାହିଁକି କରିପାରିଲା ନାହିଁ, କଥାଟା ସେଇଠି। ଆମର ଏଇ ଯେଉଁ ଆଜିର ଦିନରେ ଯେଉଁ ପିଲାମାନେ ଯାହାକୁ ଆମେ ଜେନ୍ଜି କହୁଛେ ବା ୟଙ୍ଗ ପିଲା ଜେନେରେସନ୍, ସେମାନେ ତାଙ୍କର 20 ବର୍ଷଟା କିଛି ଗୋଟେ ନିର୍ଦ୍ଦିଷ୍ଟ ଚିନ୍ତା କରିବା ପାଇଁ କିଛି କମ୍ ବୟସ ନୁହେଁ, କିନ୍ତୁ କଥା ହେଉଛି କାହିଁକି ସେମାନେ ଏମିତି ନିଷ୍ପତ୍ତି ନେଉଛନ୍ତି। ଯାହା କାରଣ ସାମ୍ନାରେ ଆସୁଛି ଯେ ସେମାନେ ତାଙ୍କ ବାପା ମାଆକୁ କହିପାରିଲେ ନାହିଁ ଏବଂ କେଉଁଠି ନା ଗୋଟେ ସାମାଜିକ ପ୍ରତିବନ୍ଧକତା ଯେଉଁ ତାଙ୍କୁ ଲାଗିବ। ସେମାନେ ତାଙ୍କର ଯେଉଁ ଭଲ ପାଇବାଟା ବା ତାଙ୍କର ଇଚ୍ଛାଟାକୁ ସେମାନେ ଜାହିର କରିପାରିଲେ ନାହିଁ, ପ୍ରତିଷ୍ଠିତ କରିପାରିଲେ ନାହିଁ। ଭାବିଲେ ଆମେ ଘରେ କହିଲେ ସେମାନେ ରାଜି ହେବେ ନାହିଁ। କେଉଁଠି ନା କେଉଁଠି ଏଇଠୁ ଏଇ କ୍ରିମିନାଲ ଯେଉଁ ମାଇଣ୍ଡ ସେ କଥାଟା ଆସିଛି। ସୁତରାଂ ମୋତେ ଲାଗୁଛି ଯେ ଆଜିର ଦିନରେ ବାପା ମା ପରିବେଶ ଏମିତି ଯୋଗାଇବା ଦରକାର ତାଙ୍କ ପିଲା ମାନଙ୍କ ପାଖରେ ଯେ ସେମାନେ ଯେମିତି ତାଙ୍କର ସବୁ କଥାକୁ ଖୋଲାଖୋଲି ଭାବରେ ବାପା ମା ସାଙ୍ଗରେ ଆଲୋଚନା କରିପାରିବେ। ଏବଂ ବାପା ମା ଆଗରୁ ଯେମିତି ଥିଲା ଯେ ତାଙ୍କୁ ଚପେଇ ଦେବା, ମୁଁ ଯେ ସେ ଚପେଇ ଦେବାଟା ବି କୌଣସି ସିଦ୍ଧାନ୍ତ, ବାପା ମାଆଙ୍କର କୌଣସି ଗୋଟେ ସିଦ୍ଧାନ୍ତ ପିଲାମାନଙ୍କର ଉପରେ ଚପେଇ ଦେବାଟା ମଧ୍ୟ ଆଜିର ଦିନରେ ଉଚିତ ହେବ ନାହିଁ। ମୁଁ ଭାବୁଛି ଏଇ ଯେଉଁ ଗୋଟେ ସ୍ୱାଭାବିକ ପରିବେଶ ଏବଂ ସେମାନଙ୍କର ବାପା ମା ଉପରେ ବିଶ୍ୱାସ ନ ଆସିବା ମୁଁ ଭାବୁଛି ଏମିତି ଗୋଟେ ଜଘନ୍ୟ ଅପରାଧର ଜନ୍ମ ଦେଲା। କାହିଁକିନା ଛୋଟ ପିଲାଙ୍କ ମାଇଣ୍ଡରେ 20-22 ବର୍ଷର ମାଇଣ୍ଡରେ ଏମିତି ଆସିବା ପାଇଁ ବାପା ମା ଦାୟୀ ବୋଲି ଆମେ କହିପାରିବା। ଛୋଟ ପିଲା 20 ବର୍ଷ ସେଟା ଛୋଟ ପିଲା। ଭଗତ ସିଂ 23 ବର୍ଷରେ ଫାଶୀ ଯାଇଥିଲେ ଦେଶ ପାଇଁ, ବାଜିରାଓ 14 ବର୍ଷର ଦେଶ ପାଇଁ ଲଢ଼ିଛନ୍ତି। ସୁତରାଂ 20 ବର୍ଷ ବୟସଟା କିଛି ଛୋଟ ବୟସ ନୁହେଁ। 18 ବର୍ଷ ବୟସରେ ଯଦି ଆମେ ତ କହୁଛେ ବ୍ରେନ୍ର ବଡ଼ିର ମ୍ୟାଚ୍ୟୁରିଟି 18 ବର୍ଷରେ ହେଇଯାଉଛି, ସେଥିପାଇଁ 18 ବର୍ଷକୁ ଆମେ ଆଇନତ ବିବାହିତ ଜଣେ ଝିଅ ବିବାହ ହେଇପାରିବେ ବୋଲି ଆମେ କହୁଛେ। ସୁତରାଂ ବୟସ ଦୃଷ୍ଟିରୁ ଏଇଟା କହିହେବନି ଯେ ସେଟା ସେମାନେ କରିବେ। କିନ୍ତୁ ଏଇ ଯେଉଁ ଡେସ୍ପାରେଟନେସ୍, ଆପଣ ସେଟା କଲେ, ସବୁ କାମ ଏଟା କରିଲେ, ଯେ କାମ କରିବାଟା ନିଶ୍ଚିତ ଭାବରେ ଅନ୍ୟାୟ ଘୃଣ୍ୟ କଥା। ଏ ଯେଉଁ ଏଇ ଯେଉଁ କଥା ଏଟାକୁ ଗ୍ରହଣ କରାଯାଇପାରିବନି। କିନ୍ତୁ ଯେ ଏଇ ଅପରାଧିକ ମାନସିକତାଟା କାହିଁକି ଆସିଲା? ଭୁଲଟା କାହାର ଆକ୍ଚୁଆଲି, ସିଆ ଗୋଏଲର ନା କେତନ ଅଗ୍ରୱାଲର ନା ଚେତନ? ମୁଁ ଭାବିବି ଏମାନେ ଏ ଯେଉଁ ବାପା ମା ତାଙ୍କ ପାଖରେ ଏଇ ଯେଉଁ ସେଇଟା ଏମାନେ କାହିଁ କଲେ, ଯେଉଁ ପ୍ଲାନ୍ କଲେ କାହିଁକି ଭାବିଲେ ଯେ ମୁଁ ଚେତନକୁ ବାହାଇ ପାରିବି ନାହିଁ। ଏବଂ ସାମାଜିକ ଭାବରେ ଏବଂ ଯାହା କଥା ଆସି ଜାତିଗତ ଭାବରେ ମଧ୍ୟ ସେମାନେ ଦୁଇ ଜଣ ସମଜାତିର ନୁହେଁ ଏବଂ ଆର୍ଥିକ ଭାବରେ ସେମାନେ ସମଗୋତ୍ରୀୟ ନୁହେଁ। ଏମାନେ ଭାବିଲେ ତାଙ୍କୁ ବାହାଘର କରିପାରିବେ ନାହିଁ। ଏଇ ଯେଉଁ ଭାବନାଟା ଆସିଲା, ଏଇ ଭାବନାଟା କେଉଁଠୁ ଆସିଲା? କେଉଁଠା ଗୋଟେ ତାଙ୍କ ଉପରେ ଚିନ୍ତା କଲେ ଯେ ତାଙ୍କ ଏଇ କଥାଟା ହେଇପାରିବ ନାହିଁ। ଆଉ ସୁତରାଂ ଏଇ ଭାବନାଟା ଯେମିତି ପିଲାମାନଙ୍କ ଭିତରେ ନ ଆସିବ, ବାପା ମା ତାଙ୍କର ପିଲାମାନଙ୍କର ଯେଉଁ ଇଚ୍ଛା ତାକୁ ମଧ୍ୟ ସମ୍ମାନ ଦେବା, ତାକୁ ମଧ୍ୟ ବିଚାର କରିବା ମଧ୍ୟ ସମୟ ଆସିଛି। ତାକୁ ବିଚାର କରିବାକୁ ପଡ଼ିବ। ଆଜିକାଲି ପିଲାଙ୍କ ଉପରେ ଆପଣ କିଛି କଥା ଚପେଇ ଦେଇପାରିବେ ନାହିଁ। ସେମାନେ ଏବେ ଥାନା ଏବଂ ଅଲଗା ସ୍ଥାନରେ ଗୋଡ଼ ହାତ ଆମ କ୍ଷମା କରିଦିଅ ଭୁଲ ହେଇଯାଇଥିବ। ନିଶ୍ଚିତ ହୁଅନ୍ତୁ, ଏଇଟା ତ ତାଙ୍କ ପଶ୍ଚାତାପ ହେଇଥିବ, ପଶ୍ଚାତାପ ହେଇଛି, ସେମାନେ ଭୁଲ ତ କରିଛନ୍ତି। ସେ ଭୁଲର ନିଶ୍ଚିତ ଭାବରେ ଆଇନଗତ ଭାବରେ ତାକୁ ଦେବା ଦରକାର, ମାନେ ତାଙ୍କୁ ହେବା ଦରକାର। ଏଟା ଶୁଣନ୍ତୁ, ଭୁଲ ମାଗିଦେଲେ ଏଇଟା ଗୋଟେ ଅକ୍ଷମଣୀୟ ଅପରାଧ ନୁହେଁ। ଆପଣ ଗୋଟେ ହଠାତ୍ କିନା କାହାକୁ ଗୋଟେ କରିଦେଲେ, କ'ଣ ପରିସ୍ଥିତିରେ ଆପଣ କଲେ, ଆକ୍ରମଣ କଲେ କି ମାରିଦେଲେ, ତାକୁ ସେ ଅଲଗା କଥା। କିନ୍ତୁ ଗୋଟେ ପ୍ଲାନ୍ କରିକି, ଏତେ ପ୍ଲାନ୍ ଯେଉଁମାନେ କରିପାରିଛନ୍ତି, ସୁତରାଂ ସେମାନେ ନ ଭାବି ଚିନ୍ତିକି କରିଛନ୍ତି। ଏମିତି ସେମାନେ ଜାଣିନଥିଲେ କି ତାର ପରିଣତି କ'ଣ ହେବ ବୋଲିକି? ନିଶ୍ଚୟ ଜାଣିଥିବେ। ଯଦି ଧରା ପଡ଼ିଯିବେ ତାର ପରିଣତି କ'ଣ ହେବ ସେଇଟା ସେମାନେ ଜାଣିଛନ୍ତି। ସେଇଟା କଥା ନୁହେଁ, କିନ୍ତୁ କଥା ହେଉଛି ଯେ ଏମିତି କାମ ଯେମିତି ପିଲାମାନେ ନ କରିବେ, ସେଇଥିପାଇଁ ତାଙ୍କ ପାଇଁ ଯାହା ଆସୁଛି ସମ୍ବନ୍ଧିତ ସିଆର ବାପା ମା ଜାଣିଥିଲେ ଯେ ତାଙ୍କର ସମ୍ପର୍କ ଅଛି, ଯଦି ଜାଣିଥିଲେ ତାହେଲେ କାହିଁକି ସେ ଝିଅକୁ ବାଧ୍ୟ କରୁଥିଲେ।
ଏବଂ ବାହା ହେବା ପାଇଁ ଆଉ ଜଣକେ ଜାଗା ଆଉ ଜଣଙ୍କ ସାଙ୍ଗରେ ହେଉଛି ଭୁଲ ଏଇଠି ରହିଲା। ଠିକ୍ ନା ସିଏର ବାପା ମା ତ ଏବେ ବି ସ୍ୱୀକାର କରୁଛନ୍ତି ଯେ ନାଇଁ ଆମେ ଜାଣିଥିଲୁ ଯେ ତାର ତା ସହିତ ଯୋଗାଯୋଗ ଅଛି, ଭଲ ପାଇବା କଥା ଆମେ ଜାଣିନଥିଲୁ। ଦେଖନ୍ତୁ ସେଟାର କିଛି ମାନେ ନାହିଁ, ଅର୍ଥ ନାହିଁ, କାହିଁକିନା କେତେ ଆପଣଙ୍କୁ ସେ କଥା କିଏ କହିବ, କେତେ ବାଟ ଯେ ସେ କହିବା ପାଇଁ କହୁଛନ୍ତି କି ଜାଣିନଥିବେ, ଯଦି ଜାଣିନଥିଲେ ଅଲଗା ପ୍ରକାର ଏମାନେ ବି କହୁଛନ୍ତି ପୁଅର ବାପା ମା ଯେ ସେମାନେ ଆମକୁ ବାହାଘର ବ୍ୟସ୍ତ କରୁଥିଲେ। ଏବଂ ଆମ ସମାଜ ଦେଖୁନ, ଆମେ ଦେଖୁଛୁ ଅନର କିଲିଂ ହେଉଛି, ସମ୍ମାନ ପାଇଁ ହତ୍ୟା। ଏବେ ବି ତ ଆମ ସମାଜରେ ଅନର କିଲିଂ ହେଉଛି। ବାପା ମା ମାନେ ଯଦି ମନ ପସନ୍ଦରେ ପିଲା ବାହା ହେଉଛନ୍ତି, ବାହା ହେବାକୁ ଚାହୁଁଛନ୍ତି, ପିଲାମାନେ ଆଜି ବି ପରିବାର ଲୋକେ ଝିଅ କିମ୍ବା ପୁଅକୁ ମାରି ଦେଉଛନ୍ତି। ସୁତରାଂ ଏ ବ୍ୟବସ୍ଥା ତ ଏପର୍ଯ୍ୟନ୍ତ ଅଛି। ଆଜି ତାଙ୍କ ବାପା ମା କହିଲେ ହେବ ନାହିଁ, କିନ୍ତୁ ଅଲ୍ଟିମେଟଲି ଯାହା ବି ଚାହୁଁଥିଲେ, ଅଲ୍ଟିମେଟଲି ଦୁଇଟା ପରିବାର ଏବଂ ତିନିଟା ପିଲା ସେମାନଙ୍କର ଜୀବନ ବର୍ବାଦ ହେଇଗଲା।